ଜନ୍ ଓ ରବିନ୍ ନାମକ ସ୍କଟଲ୍ୟାଣ୍ଡର ଦୁଇ ଜଣ ଛାତ୍ର ଏକ ଘଞ୍ଚ ଜଙ୍ଗଲ ଘେରା ପାହାଡ଼ିଆ ଅଞ୍ଚଳକୁ ବୁଲିବାକୁ ଯାଇଥିବା ବେଳେ ବାଟବଣା ହୋଇଗଲେ। ଯେତେବେଳେ ସେମାନେ ଜାଣିଲେ ଯେ ବାଟବଣା ହୋଇଯାଇଛନ୍ତି, ବହୁତ ଡେରି ହୋଇଯାଇଥିଲା। ସେମାନଙ୍କ ପାଖରେ ଥିବା ଅଳ୍ପ ଖାଦ୍ୟ ଓ ପାଣି ବି ସରିଯାଇଥିଲା। ସ୍କଟଲ୍ୟାଣ୍ଡର ହାଇଲାଣ୍ଡ ଜଙ୍ଗଲ ଭିତରେ ଯେ ହଜିଛି, ସେ ଯେ ଜୀବନ ମରଣୀୟ ସମସ୍ୟା ଭିତରେ ଫସିଛି, ଏକଥା ସେମାନେ ଜାଣିଥିଲେ। ତେଣୁ ସେମାନେ ହତାଶ ହୋଇଗଲେ। ଜଙ୍ଗଲ ଭିତରେ 3 ଦିନ 3 ରାତି ବିତିଗଲା। ଜନ୍ ଓ ରବିନ୍ ସମ୍ପୂର୍ଣ୍ଣ ହତୋତ୍ସାହିତ ହୋଇଗଲେ। ତେବେ ଦୁହେଁ ଈଶ୍ୱର ବିଶ୍ୱାସୀ ଥିବାରୁ ଅବିରତ ଭାବେ ଭଗବାନଙ୍କୁ ଡାକି ଚାଲିଥିଲେ। ସେମାନେ ଭାବୁଥିଲେ ଈଶ୍ୱର କିଛି ନା କିଛି ବାଟ ଦେଖାଇବେ। ଏହି ସମୟରେ ଘଟିଲା ଆଉ ଏକ ଘଟଣା। ରବିନ୍ ଏକ ଉଚ୍ଚ ଜାଗାରୁ ଖସି ପଡ଼ିବାରୁ ତାର ଗୋଡ଼ ଭାଙ୍ଗିଗଲା ଓ ସେ ଅଚଳ ହୋଇଗଲା। ଏବେ ରବିନ୍ କହିଲା, ଆମର ମୃତ୍ୟୁ ସୁନିଶ୍ଚିତ, ଆଉ ଚେଷ୍ଟା କରି ଲାଭ ନାହିଁ। କିନ୍ତୁ ଜନ୍ କହିଲା, ସେମିତି କୁହ ନାହିଁ। ଈଶ୍ୱରଙ୍କ ଉପରେ ଭରସା ରଖ ଓ ଏଠାରେ ଅପେକ୍ଷା କର, ମୁଁ ଆଗକୁ ଯାଉଛି। ଏହାପରେ ଆଖି ପିଛୁଳାକେ ଜନ୍ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲା। 1.5 ଦିନ ପରେ କିଛି ଲୋକଙ୍କ ସହିତ ଜନ୍ ସତକୁ ସତ ଫେରିଲା ଓ ମୃତପ୍ରାୟ ରବିନ୍କୁ ରକ୍ଷା କଲା। ଭଲ ହେବା ପରେ ରବିନ୍ ପଚାରିଲା, ଜନ୍, ତୁମର ଈଶ୍ୱର ବିଶ୍ୱାସକୁ ମାନିବାକୁ ହେବ। ତୁମେ ଶେଷ ପର୍ଯ୍ୟନ୍ତ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିପାରିଲ କେମିତି? ଜନ୍ କହିଲା, ବନ୍ଧୁ, ଈଶ୍ୱର ବିଶ୍ୱାସ ବଳବତ୍ତର ରହିବାର ବଡ଼ କାରଣ ହେଲା ମୋ ନିଜ ଉପରେ ମୋର ଅତୁଟ ବିଶ୍ୱାସ ଥିଲା। ଆତ୍ମବିଶ୍ୱାସ ଥିବା ପର୍ଯ୍ୟନ୍ତ କୌଣସି ବିଷୟ ଅସାଧ୍ୟ ଲାଗିନଥାଏ।